ଯେ କେମିତି ଦଣ୍ଡ ମିଳୁଛି। ସମସ୍ତେ ଦଣ୍ଡ ତ କାମନା ଦଣ୍ଡ ତ ଜାଣିଛନ୍ତି ସମସ୍ତେ। ଏ ଦଣ୍ଡଟା କୋଉ ପ୍ରକାର ଉତ୍ପତ୍ତି ହୁଏ, କିନ୍ତୁ ଜନ୍ତୁ ପୋଖରୀ ଭିତରେ ବୁଲିବ, ଜନ୍ତୁ ପୋଖରୀ ଭିତରେ ବୁଲିଲେ ସେ ହୁକୁମ ପାଇବ। ମହାଦେବଙ୍କ ପୀଠରେ 21 ଦିନ 31 ଦିନ 41 ଦିନ 51 ଦିନ ଗୁହାରିବାକୁ ପଡିବ ବୋଲି। ଏ ଖାଲି ଆଜିକାଲି ଯୋଉ ପ୍ରଦର୍ଶନ କରୁଛନ୍ତି ଏଟା ସବୁ ଅଶ୍ଳୀଳ ସାମାଜିକ ଜିନିଷ ଗୁଡା। ଲୋକ ମତ ଆଚାର ମୋ ପାଖରେ 5ଟା ପିଲା ରହିଲେ ସେ ଦଣ୍ଡ ଖେଳୁଛି, ପ୍ଲସ ସେ ଦଣ୍ଡଟା ନେଇକି ସେ ସେଇଠି ନେଇକି ବନ୍ଧ ଭିତରେ ଖଞ୍ଜି ଦେଲାଣି, ସେ ସେଇଠି 5 ଲୋକ ବାହାରି ଆସିଲେ ସେ ମୁଠୁ ଦଣ୍ଡ ବାହାର କରିଦେଲେ। ଏସବୁ ଦଣ୍ଡ ଜିନିଷ ନୁହଁ। ଯୋଉଟା ପ୍ରାକୃତ ଦଣ୍ଡ, ଯୋଉଟା ଆମର କୁଲାଗଡ ଗାଲେରୀ, ଯୋଉଟା ଚକାପାଦରୁ ଉତ୍ପତ୍ତି, ପ୍ରଥମେ ଚକାପାଦରୁ ବାହାରିଲା ଦଣ୍ଡ ନା, ତାପରେ କୁଲାଗଡ କୁଲାଡ ଇଏ ଗାଲେରୀ ଦୁନିଆ ସବୁ ବାହାର ହେଲା। ତାପର ଜିନିଷ ଯୋଉମାନେ ଦୀକ୍ଷା କରିବାକୁ ଚାହୁଁଛନ୍ତି ନ୍ୟାସ, ମାନେ ଯୋଉମାନେ ଆଧ୍ୟାତ୍ମିକ, ଯୋଉମାନେ ଅନ୍ନ ଛାଡିବାକୁ ପଡିବ, ବର୍ଷଟି ପର୍ଯ୍ୟନ୍ତ ଅନ୍ନ ଛାଡିବା। ଆଉ ଦୀକ୍ଷା ନେଲେ ବର୍ଷ ଅନ୍ନ ଛାଡିବାର ଅଛି। ଅନ୍ନ ଛାଡିକି ବର୍ଷ ଦୀକ୍ଷା ନେଲେ ସେ ମାଙ୍କୁ ନିଶ୍ଚୟ ସେ ପାଇପାରିବ। କିନ୍ତୁ ହର ପାର୍ବତୀଙ୍କର ଅନୁସାରେ ସେ ଗୁହାରିବାକୁ ପଡିବ। ତା ମୁଖ କେହି ଦେଖିବେନି, ସେ ଜଳସ୍ପର୍ଶ କରିବେନି, କେବଳ ସିଏ ନିଜେ ନିଘାଟ ଜଙ୍ଗଲ ଭିତରେ ରହିବ। ତାପରେ ତାକୁ ହୁକୁମ ହେବେ ଯେ ମୁଁ ଅମକ ଜାଗାରେ ଅଛି, ମତେ ତୁ ଧର। ସେଇଠୁ ସିଏ ତାକୁ ଧରିବ। ଧରିଲା ସମୟରେ ସେ ଜନ୍ତୁ ଯୋଉ ଥିବେ ସେ ତାକୁ ଛୁଟ ପକେଇଥିବ। ଆମର ଆଜି ପର୍ଯ୍ୟନ୍ତ ଛୁଟ ରହିଛି। ସେ ଛୁଟ ପକେଇବ, ଛୁଟ ପକେଇଲା ମାନେ ତାକୁ ଭିଡି ଧରିବେ, ତାର ମୁଣ୍ଡ ପଟରୁ ସେ ତମ୍ବା ଆକାରରେ ପାଲଟି ହେଇଯିବ। ତାପରେ ପୁରା ଜନ୍ତୁ ମହାଦେବ ତାକୁ ନେଇକି ମହାଦେବ ମନ୍ଦିରରେ ବାହାର କରି ଛାଡିବେ।